ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆଜି ଆମେ ଆମର ଏଇ ପ୍ରକୋଷ୍ଠ ମଧ୍ୟରେ ସଂସ୍କୃତ ବ୍ୟାକରଣ ଭ୍ରମ ସଂଶୋଧନ ଯାହାର ଆମେ ଦ୍ୱିତୀୟ ଭାଗ ଆମେ ଆଗରୁ ଆଉ ଗୋଟେ ଭ୍ରମ ସଂଶୋଧନ ଆଉ ଥରେ ପଢ଼ି ସାରିଥିଲେ। ଆଜି ତାର ଦ୍ୱିତୀୟ ଭାଗ ଆମେ କରିବା। ବହିରେ ସବୁ କଥା ପିଲାମାନେ ଅଛି, କିନ୍ତୁ ଖାଲି ଦେଖିଦେଲେ ହବ ନାହିଁ। କୋଉଥିପାଇଁ ଏଇଟା ଭୁଲ ଅଛି ଏବଂ ସଂଶୋଧନ କଲେ କ'ଣ ହବ ତାହା ଆଜି ଆମେ ଏଠି ପଢ଼ିବା। ତାହେଲେ ଦେଖ, ପ୍ରଥମ ବାକ୍ୟଟି ଆମର ଅଛି ବାରିମ୍ ବିନା ମତ୍ସ୍ୟାହା ନ ଜୀବନ୍ତି। ତମେ ଭାବୁଥିବ ଏଇଟା ଠିକ ଅଛି, କିନ୍ତୁ ପ୍ରଥମେ ଆ ଭିତରେ ଗୋଟେ ଭୁଲ ରହିଛି। ବାରିମ୍, ବାରି ଶବ୍ଦ କ୍ଲିବଲିଙ୍ଗ, ତାର ରୂପ ହୁଏ ବାରି, ବାରିଣୀ, ବାରିଣୀ, ବାରି, ବାରିଣୀ, ବାରିଣୀ। ତେଣୁ ତାର ପ୍ରଥମ ବିଭକ୍ତି ଏକବଚନ ହେଲା ବାରି, ବାରିମ୍ ନୁହେଁ। ଦ୍ୱିତୀୟ ବିଭକ୍ତି ଏକବଚନ ବି ବାରି। ତାହେଲେ ବିନା ଯୋଗରେ ଆମର କୋଉ ବିଭକ୍ତି ହୁଏ? ବିନା ହଉଛି ଗୋଟେ ଅବୟ ପଦ, ଏହା ଯୋଗରେ କୋଉ ବିଭକ୍ତି ହୁଏ? ଦ୍ୱିତୀୟ ବିଭକ୍ତି ହୁଏ। ତାହେଲେ ବାରିମ୍ ନ ହୋଇକି ସେଠି କ'ଣ ହବ? ବାରି। ବାରି ବିନା ଠିକ ହେଇଗଲା, ମତ୍ସ୍ୟାହା ବି ଠିକ ହେଇଗଲା, କିନ୍ତୁ ନ ଜୀବନ୍ତି, ଏଠି ନ ଜୀବନ୍ତି ଏକାଠି ଅଛି, ଆମେ ତାକୁ ଅଲଗା ଅଲଗା କରିଦବା। ତାହେଲେ କ'ଣ ହବ ଉତ୍ତର? ବାରି ବିନା ମତ୍ସ୍ୟାହା ନ ଜୀବନ୍ତି। ତେଣୁ ଏଠି ଦୁଇଟି ଭୁଲ ଥିଲା ପିଲାମାନେ, ଗୋଟେ ବାରିମ୍ ଶବ୍ଦ ଭୁଲ ଥିଲା, ନ ଜୀବନ୍ତି ବି ଭୁଲ ଥିଲା। ଏବେ ଆମେ ଦ୍ୱିତୀୟ ବାକ୍ୟକୁ ଆସିବା। ସମ୍ରାଟମ୍ ପ୍ରଜାହା ବଦନ୍ତି। ଦେଖ, ସମ୍ରାଟ, ସମ୍ରାଟ ମାନେ ରାଜା, କିନ୍ତୁ ସମ୍ରାଟ ଶବ୍ଦର ଦ୍ୱିତୀୟ ବିଭକ୍ତି ଏକବଚନ ହୁଏ ସମ୍ରାଜ, ସମ୍ରାଜମ୍। ତାହେଲେ ସମ୍ରାଜମ୍ ପ୍ରଜାହା ବଦନ୍ତି, ଏଟା ଠିକ ହେଇଗଲା। ସମ୍ରାଟମ୍ ଟା ଭୁଲ ଥିଲା। ଏବେ ଦେଖ, ପଥା ବୃକ୍ଷାହା ସନ୍ତି। ତମେ ଆର ଓଡିଆ କ'ଣ ବୁଝୁଛ? ବାଟରେ ଗଛ ଗୁଡିକ ରହିଛି। ତାହେଲେ ପଥା, ପଥା ମାନେ ବାଟ। ପଥା ଶବ୍ଦର ସପ୍ତମ ବିଭକ୍ତି ଏକବଚନ ହୁଏ ପଥି। ତାହେଲେ ପଥି ବୃକ୍ଷାହା ସନ୍ତି, ଏଇଟା ଠିକ ହେଲା। ସେମିତି ଦେଖ, ବିଦ୍ୱାନାନାଂ ସର୍ବତ୍ର ଆଦରଃ ଭବତି। ବିଦ୍ୱାନାନାଂ, ବିଦ୍ୱାନ ମାନଙ୍କର, ଏଟା ଭୁଲ ଅଛି ପିଲାମାନେ। ଷଷ୍ଠୀ ବିଭକ୍ତି ବହୁବଚନ, ବିଦ୍ୱାନ ଶବ୍ଦର ହୁଏ ବିଦୁଷାମ୍। ତେଣୁ ବିଦୁଷାମ୍ ସର୍ବତ୍ର ଆଦରଃ ଭବତି, ଏଇଟା ଠିକ। ବିଦ୍ୱାନାନାଂ ଭୁଲ। ଆଉ ଗୋଟେ ଦେଖ, ଆତ୍ମାୟାହା ଉନ୍ନତିମ୍ କୁରୁ। ଆତ୍ମାୟାହା ମାନେ ନିଜର ଉନ୍ନତି କର, ଆ ଅର୍ଥ ଏଇଆ, କିନ୍ତୁ ପ୍ରକୃତରେ ଏଇଟା ଭୁଲ। ଆତ୍ମାୟାହା ହୁଏନି, ଆତ୍ମନଃ ଉନ୍ନତିମ୍ କୁରୁ, ମାନେ ନିଜର ଉନ୍ନତି କର। ବୁଝିପାରୁଛ? ତାହେଲେ ଏଇପରି ଭାବରେ ଟିକେ ଟିକେ ଆ ଭିତରେ ଭୁଲ ରହିଯାଇଛି, ଯାହାକି ଆମର ସମ୍ପୂର୍ଣ୍ଣ ବାକ୍ୟଟିକୁ ଭୁଲ କରିଦଉଛି। ଆମେ ତାକୁ ଠିକ କରି କରୁଛେ। ଏବେ ଏ ବାକ୍ୟଟି ଦେଖ, ଚନ୍ଦ୍ରମୟାହା ସୂର୍ଯ୍ୟଃ ବୃହତରଃ। ଆକୁ ପଢିଲେ ତମେ କ'ଣ ବୁଝୁଛ? ଯେ ଚନ୍ଦ୍ରମା ଠାରୁ ସୂର୍ଯ୍ୟ ବଡ, କିନ୍ତୁ ଚନ୍ଦ୍ରମା ଠାରୁ ଯୋଉ ପଞ୍ଚମ ବିଭକ୍ତି ଏକବଚନ, ସେଠି ଚନ୍ଦ୍ରମା ଶବ୍ଦର ଚନ୍ଦ୍ରମସଃ ହବ। ଚନ୍ଦ୍ରମସଃ ସୂର୍ଯ୍ୟଃ କ'ଣ? ବୃହତରଃ। ତାହେଲେ ଏଇଟା ହଉଛି ଠିକ, ଚନ୍ଦ୍ରଙ୍କ ଠାରୁ ସୂର୍ଯ୍ୟ ବଡ। ରୋଗୀସ୍ୟ ସେବାମ୍ କୁରୁ, ତା ଅର୍ଥ ତମେ କ'ଣ ବୁଝିଲ? ରୋଗୀର ସେବା କର, କିନ୍ତୁ ଏଇଟା ଭୁଲ ଅଛି। ରୋଗୀସ୍ୟ ଭୁଲ ଅଛି, କ'ଣ ହବ ସେଠି? ରୋଗିଣଃ ସେବାମ୍ କୁରୁ, ଅର୍ଥାତ ରୋଗୀର ସେବା କର। ଟିକେ ଟିକେ ପିଲାମାନେ, ନାଇଁ, ରୋଗୀର କ'ଣ ହବ ସେଠି? ରୋଗିଣଃ ସେବାମ୍ କୁରୁ। ସେମିତି ବିଦ୍ୱାନମ୍ ରାଜା ପୂଜୟତି ହେଲା। ଏଠି ବିଦ୍ୱାନମ୍ ଭୁଲ, କ'ଣ ହବ? ବିଦ୍ୱାଂସମ୍ ରାଜା ପୂଜୟତି, ଅର୍ଥାତ ବିଦ୍ୱାନ ମାନଙ୍କୁ ରାଜା ପୂଜା କରନ୍ତି, ନାଇଁ। ଆଚ୍ଛା, ବିଦୁଷାମ୍ ହୃଦୟମ୍ ନିର୍ମଳମ୍। ଏଠି ଗୋଟେ ଦେଖ, ବିଦୁଷାମ୍, ତମେ ଭାବୁଥିବ ଠିକ ଅଛି ପୁରା, କିନ୍ତୁ ବିଦ୍ୱସାମ୍ ହେଇଛି, ଏକରେ ବ ଫଳା ଅଛି, ଦୁଇରେ ଦନ୍ତେଶରେ ଅନୁସାର ଅଛି, ଏଟା ଭୁଲ। ଠିକ ହବ କ'ଣ? ବିଦୁଷାମ୍, ହର୍ଷଉ ଆଉ ମୁଦୁନେଶରେ ଅନୁସାର। ବିଦୁଷାମ୍ ହୃଦୟମ୍ ନିର୍ମଳମ୍, ଅର୍ଥାତ ବିଦ୍ୱାନ ମାନଙ୍କର ହୃଦୟ ପରିଷ୍କାର।
क्लियर हेलो एबे चलो आ गोटे देखिबा ज्ञानीभ्यः राजा धनम ददाति ज्ञानीभ्यः ज्ञानी मानकु राजा धन दियंती दानार्थ चतुर्थी तो हेची किंतु ज्ञानीभ्यः एटा कोन हेची दीर्घ ही हे जाईची ज्ञानीभ्यः कोन हबो हसेई हबो ज्ञानीभ्यः राजा धनम ददाति अर्थात ज्ञानी मानकु राजा धन दियंती ज्ञानी शब्दर चतुर्थी व्यक्ति बहुवचन कारण एटी दानार्थ चतुर्थी से देख गच्छन्तौ छात्राः श्लोकम पठन्ति गच्छन्तौ देला एटी दुई वचन छात्राः देला बहुवचन कोड भूल अछि तुम जानि पाउछ ताले जदि विशेष्यटी आमर जो विभक्ति जो वचन जो लिंग हेतिबो तार विशेषणटी सेई विभक्ति सेई लिंग सेई वचन हबो ताले एठी गच्छन्तौ न होइकी कोन हेजिबो गच्छन्तः छात्राः श्लोकम पठन्ति जाउथिबा छात्र माने कोन श्लोक पढुचंती से देख भगवानस्य दया महान तमे एमती बुझी जाउछ जे हां भगवान कर दया महान किंतु नाही भगवान शब्दर षष्ठी व्यक्ति एक वचन कोन हबो भगवतः ताले कोन हे जिवो सेटा अच्छा भगवतः तो भगवान कर हला एठी दया स्त्रीलिंग रे अछि किंतु महान अछि पुल्लिंग रे बुलना नाही ताले तेनु सेठी कोन हबो दया महती दयाटा स्त्रीलिंग शब्द ताले भगवतः दया महती बुझिलो कोड बोलतिला एबे देखो वर्षासु सरिता नाम जलम आबिलम भवती वर्षासु हैला सरिता नाम वर्षासु ठीक अछि किंतु सरिता नाम सरित शब्दर सरित माने पुष्करिणी सरिता नाम कहले सरित मानकर पुष्करिणी मानकर किंतु सेठी सरिताम हुए सरिता नाम नुहे हैला जलम रे अनुसार रहिबो नाही म हबो जलम जले जलानी हैला ताले वर्षासु सरिता नाम जलम आबिलम भवती आउ सब ठीक अछि विपदात मित्रम रक्ष एटा भूल हैला पिला माने विपद शब्दर पंचम विभक्ति एक वचन कोन हुए विपदः विपदः मित्रम रक्ष मित्रम ठीक अछि मित्रम माने बंधु मित्र कहि देले कोन हे जैतांता सूर्य तेणु विपदः मित्रम रक्ष विपदात नुहि आमे सबले भाबुतिवा बाळकात तो हुए विपद शब्द तो अकारांत विपदात होउथिबो किंतु ना एटा कोन हबो विपदः देखो शिशु नाम बाक मधुरम शिशु नाम ठीक अछि पिला माने बाक बाक माने कथा किंतु बाकटा स्त्रीलिंग शब्द तेणु कोन हे जिवो मधुरा हैला शिशु नाम बाक मधुरा विक्रमादित्यस्य परिषदे कालिदासः आसीत् विक्रमादित्यस्य ठीक अछि परिषदे परिषदे भूल अछि परिषद शब्दर सप्तम विभक्ति एक वचन कोन हे जिवो परिषदी विक्रमादित्यंक परिषद मध्यरे कालिदास थिले आउ सब ठीक अछि कालिदास आसीत् किंतु परिषदे भूल अछि कोन हे जिवो परिषदी देखो समितेषु महाभारत युद्धम भीषणतरम समिति माने युद्ध जेते गुडिये युद्ध हेछि ता भितरे महाभारत युद्ध कोन भीषणतरम भयंकर हेतिला सेठी समितेषु भूल सेमति कोन हबो समितिषु स्तु समिस्तु हला समिस्तु महाभारत युद्धम भीषण तमम नहीं समस्त भितरे निर्धारण सप्तमी नहीं भीषण तमम अर्थात सबुठारु अधिक थिला हला सरितः सरितात जोषितः जलमानयति सरितात माने पुष्करिणी रु जोषितः कहले स्त्री माने जल आनयंती एटी सरितात हबनी सरित शब्दर पंचम विभक्ति एक वचन हला सरितः सरितः जोषितः जलम आनयंती आउ सबु ठीक अछि सेम देखो आपदेषु दुर्गाम स्मर आपदेषु आपदेषु हुएनी आपस्छु दुर्गम स्मर आपद समय रे बा विपद समय रे दुर्गा को स्मरण कर
ହେଲା। ଆପස්සୁ ଅର୍ଥାତ୍ ସପ୍ତମୀ ବିଭକ୍ତି ବହୁବଚନ, ଏଟା ଆପଶ୍ଚୁ ହବ। ଦନ୍ତେଶରେ ଛ ଫଳା ହର୍ଷଉ। ଆଉ ଗୋଟେ ଦେଖ, ସମ୍ପଦେ ଗର୍ବ ମା କୁରୁ। ସମ୍ପଦେ ଅର୍ଥାତ୍ ସମ୍ପଦ ସମୟରେ ଗର୍ବ କର ନାହିଁ। ଏଇ ସମ୍ପଦେ ଏଇଟା ଭୁଲ ଅଛି। ଏଇଟା କଣ ହେଇଯିବ? ସମ୍ପଦି। ସମ୍ପଦି ଗର୍ବମ୍ ମା କୁରୁ, ଅର୍ଥାତ୍ ସମ୍ପଦ ସମୟରେ ବା ଧନ ଥିବା ସମୟରେ ଗର୍ବ କର ନାହିଁ। ଆଉ ଗୋଟେ ଦେଖ, ବ୍ୟୋମେ ନକ୍ଷତ୍ରାଣୀ ଶୋଭନ୍ତେ। ଏଠି ବ୍ୟୋମେ ଭୁଲ ଅଛି। ବ୍ୟୋମ ମାନେ ତ ଆକାଶ, ତମେ ଭାବୁଥିବ ଆକାଶରେ, ନାଇଁ। ବ୍ୟୋମ ଶବ୍ଦର ସପ୍ତମ ବିଭକ୍ତି ଏକବଚନ ହବ ବ୍ୟୋମ୍ନି। ବ୍ୟୋମ୍ନି ନକ୍ଷତ୍ରାଣୀ ଶୋଭନ୍ତେ, ଏଇଟା ଠିକ ଅଛି। ବ୍ୟୋମେ ଭୁଲ ଅଛି, ହେଲା। ମୂର୍ଖାଣାମ ଜନ୍ମଃ ନିରର୍ଥକମ୍। ମୂର୍ଖାଣାମ ମୂର୍ଖ ମାନଙ୍କର, ଜନ୍ମ ନିରର୍ଥକମ୍ ଜନ୍ମ ଦେଇ ଦେଇଛି, ଜନ୍ମ ହୁଏ ନାହିଁ। ମୂର୍ଖାଣାମ ଜନ୍ମ ନିରର୍ଥକମ୍, ଏଇଟା ଠିକ। କର୍ମସ୍ୟ ଅନୁରୂପମ ଫଳମ୍। କର୍ମର ଅନୁରୂପ ଫଳ। କର୍ମନ୍ ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ ହୁଏ କର୍ମଣଃ, ତେଣୁ କର୍ମଣଃ ଅନୁରୂପମ ଫଳମ୍, ଏଇଟା ଠିକ। କର୍ମର ଅନୁସାରେ ଫଳ ମିଳେ, ହେଲା। ବ୍ୟାଧଃ ଧନୁନା ମୃଗାନ୍ ମାରୟତି। ଧନୁନା, ଧନୁ ଶବ୍ଦ ଯଦି ପଢିଥିବ ତାହେଲେ ଜାଣିବ ତାର ତୃତୀୟ ବିଭକ୍ତି ଏକବଚନ ହଉଛି ଧନୁଷା। ତାହେଲେ ବ୍ୟାଧଃ ଧନୁଷା ମୃଗାନ୍ ମାରୟତି, ଏଇଟା ଠିକ। ଧନୁନା ଭୁଲ। ସର୍ବେ ପ୍ରେମେଣ ବଶୀଭୂତାଃ ଭବନ୍ତି। ଏଇଠି ଭୁଲ ଅଛି। ସର୍ବେ ଅର୍ଥାତ୍ ସମସ୍ତେ ପ୍ରେମରେ ବଶୀଭୂତ ହୁଅନ୍ତି। ପ୍ରେମ ଶବ୍ଦର ତୃତୀୟ ବିଭକ୍ତି ଏକବଚନ ହେଲା ପ୍ରେମ୍ଣା, ହେଲା। ସର୍ବେ ପ୍ରେମ୍ଣା ବଶୀଭୂତାଃ ଭବନ୍ତି, ଏଇଟା ଠିକ। ବୁଝିପାରିଲ? ସେଇପରି ଦେଖ, ଗୁଣିନଃ ମହାତ୍ମନଃ ଚ ବୟସଂ ନ ପଶ୍ୟନ୍ତି। ଗୁଣୀ ଲୋକମାନେ ବା ଜ୍ଞାନୀ ଲୋକମାନେ ଆଉ ମହାତ୍ମା ମାନେ ବୟସକୁ ଦେଖନ୍ତି ନାହିଁ। ତେଣୁ ଏଠି ବୟସମ ଭୁଲ ଅଛି, ବୟସମ ହବନି, କଣ ହବ? ବୟଃ। ଗୁଣିନଃ ମହାତ୍ମନଃ ଚ ବୟଃ ନ ପଶ୍ୟନ୍ତି, ଆଉ ସବୁ ଠିକ ଅଛି, ହେଲା ପିଲାମାନେ। ତାହେଲେ ଆଗରୁ ଆମେ କିଛି ଭ୍ରମ ସଂଶୋଧନ କରିଥିଲେ, ଆଜି ମଧ୍ୟ ଏତକ ଭ୍ରମ ସଂଶୋଧନ କଲେ। ତୁମେ ମାନେ ଦେଖୁଛ ସବୁ ପାଠ ଅଛି, କିନ୍ତୁ କଣ ପାଇଁ ଭୁଲ ହଉଛି ବାକ୍ୟଟା ତୁମେ ଜାଣିପାରୁନ। ତେଣୁ ଆଜି ଆମେ ଶବ୍ଦ ରୂପ ଅନୁସାରେ କେମିତି ବାକ୍ୟ ଗୁଡିକ ଭୁଲ ଅଛି ତାକୁ ଆମେ ଦେଖିଲେ। ଭାବୁଛି ତୁମମାନଙ୍କୁ ଏଇଟି ନିଶ୍ଚିତ ଭାବରେ ସାହାଯ୍ୟ କରିବ ପାଠରେ, ଆଉ ଏଇଟାକୁ ଦେଖିବ ଭଲ ଭାବରେ। ଆଜି ପାଇଁ ଆମେ ଏଇଠି ସମସ୍ତେ ରହିବା। ସମସ୍ତଙ୍କୁ ଧନ୍ୟବାଦ।